ମା ଆମେ ଆଲୋଚନା କରିବା ମାତୃରତ୍ନାବଳୀ ଭାଗ 10 ଜ୍ଞାନ 325। ଜ୍ଞାନ 325 326। ଫରାସୀ ବିପ୍ଳବର ବିପ୍ଳବୀ ମାନେ ମୁକ୍ତି, ସମତା, ଭ୍ରାତୃତ୍ୱ ବୋଲି ନାଦ ଦେଇଥିଲେ। ମାତ୍ର ବାସ୍ତବ କ୍ଷେତ୍ରରେ ସମତାର କିଞ୍ଚିତ ପରଖ ସହିତ କେବଳ ମୁକ୍ତିର ହିଁ ପ୍ରୟୋଗ ସମ୍ଭବ ହୋଇପାରିଲା। ଭ୍ରାତୃତ୍ୱ ବିଷୟରେ କହିବାକୁ ଗଲେ କେବଳ କେନ୍ ସ୍ୱଭାବରେ ହିଁ ଏକ ଭ୍ରାତୃତ୍ୱ ପ୍ରତିଷ୍ଠା ହେଲା। ବାରାବ ବାସର ଭ୍ରାତୃତ୍ୱ ମଧ୍ୟ ପ୍ରତିଷ୍ଠା ହେଲା। ବେଳେବେଳେ ତାହା ଆପଣଙ୍କୁ ଏକ ଟ୍ରଷ୍ଟ ବା କମ୍ବାଇନ୍ ବୋଲି ଅଭିହିତ କରୁଛି ଏବଂ ବେଳେବେଳେ ଆପଣଙ୍କୁ ୟୁରୋପର ଏକ ଗୋଷ୍ଠୀ ବୋଲି ମଧ୍ୟ କହୁଛି। ଜ୍ଞାନ 326। ୟୁରୋପର ପ୍ରଗତିଶାଳୀ ବିଚାର ଚିତ୍କାର କରି କହୁଛି, ଯେହେତୁ ମୁକ୍ତି ବିଫଳ ବୋଲି ପ୍ରମାଣିତ ହୋଇଛି, ଚାଲ ଆମେ ମୁକ୍ତି ଆଉ ସମତାକୁ ଏକାଠି ମିଶାଇ ନୂତନ ଭାବରେ ପରୀକ୍ଷା କରିବା, ଅଥବା ଦୁଇଟି ଯାକକୁ ଏକାଠି କରି ଯୋଡ଼ିବା ଟିକେ କଷ୍ଟକର ହେଉଥିବାରୁ ମୁକ୍ତି ବଦଳରେ ସମତାକୁ ହିଁ ଗ୍ରହଣ କରିବା। ମାତ୍ର ଭ୍ରାତୃତ୍ୱ କେବେ ହେଲେ ସମ୍ଭବ ହେବ ନାହିଁ। ତେଣୁ ଆମେ ଉଦ୍ୟୋଗ କ୍ଷେତ୍ରରେ ସମିତିମାନ ଗଢ଼ି ତାହାର ଏକ ବିକଳ୍ପ ଯୋଗାଇ ଦେବାକୁ ଚେଷ୍ଟା କରିବା। ମାତ୍ର ମୁଁ ଭାବୁଛି ଏଥର ମଧ୍ୟ ଭଗବାନ କଦାପି ଧୋକାରେ ପଡ଼ିଯିବେ ନାହିଁ। ଏଠି ଆମେ ଏହା ପୂର୍ବ ଥର ଯୋଉ ଆଲୋଚନା କରୁଥିଲେ ଯେ ପ୍ରକୃତ ସାମ୍ୟବାଦୀ ବା ଯୋଉ ସାମ୍ୟବାଦ କମ୍ୟୁନିଷ୍ଟ ଯୋଉ ଚିତ୍କାର କରୁଛି ତାହା ନୁହେଁ, କାରଣ ସେଭଳି ଭାବରେ କେବେ ସାମ୍ୟବାଦ ସମ୍ଭବ ହେବ ନାହିଁ। ସାମ୍ୟବାଦ କେବଳ ସମ୍ଭବ ହୋଇପାରିବ ଯେତେବେଳେ ଆତ୍ମାର ଭ୍ରାତୃତ୍ୱ ଏବଂ ଅହଂ ଭାବନାର ବିଲୋପ, ଅହଂ ଭାବନାର ଅବସାନ ହବ, ଆତ୍ମାର ଭ୍ରାତୃତ୍ୱ ଯଦି ରହିବ ତେବେ ହିଁ ସାମ୍ୟବାଦ ପ୍ରତିଷ୍ଠା ହେଇପାରିବ। ସେ ବିଷୟରେ ଆମେ ବିଶଦ ଆଲୋଚନା କରିସାରିଛନ୍ତି। ଏଠି ଯୋଉ କଥା କହୁଛନ୍ତି ଏଟା ସେଇ ପୁରୁଣା ଯୋଉ ଏକ୍ଜାମ୍ପଲଟି ଆଉ ଥରେ ଆମ ପାଖରେ ରଖିଛନ୍ତି। ଫରାସୀ ବିପ୍ଳବର ଯୋଉ ହୁଙ୍କାର ସେମାନେ ନାଦ ଦେଇଥିଲେ, ସେମାନେ କହୁଥିଲେ ମୁକ୍ତି ଆଣିବା ସହିତ ଗୋଟେ ସମତା ଆଣିବେ ଏବଂ ଭ୍ରାତୃତ୍ୱ ଭାବ ସମସ୍ତଙ୍କ ଭିତରେ ଭ୍ରାତୃତ୍ୱ ଭାବ ଆଣିବେ, କିନ୍ତୁ ତାହା ସମ୍ଭବ ହେଇପାରି ନାହିଁ, ହେଇପାରିବ ବି ନାହିଁ। କାହିଁକି ନା ଇଏ ସବୁ ହଉଛି ସମାନ ଭାବ ଏବଂ ସମତା ଏବଂ ଭ୍ରାତୃତ୍ୱ ଭାବ ଇଏ କେବେ ବି ବିଜନେସ୍ ବା ବ୍ୟବସାୟ ଦ୍ୱାରା କିମ୍ବା କୌଣସି ରାଜନୈତିକ ପୃଷ୍ଠପୋଷକତାରେ ଆସେ ନାହିଁ, କିମ୍ବା କୌଣସି ପ୍ରକାରର ନିୟମ କରିଦେଲେ ଆସେ ନାହିଁ। କାରଣ ବ୍ୟକ୍ତି ସ୍ୱତନ୍ତ୍ର ତାର ଚିନ୍ତାଧାରାରେ, ତେଣୁ ସେ କେବେ ବି ଏବଂ ତାର ଚେତନାର ସ୍ଥିତି ଅନୁସାରେ ସେ ମଧ୍ୟ ସେଇ ଅନୁସାରେ ତାର ଜୀବନଚର୍ଯ୍ୟାକୁ କରିଥାଏ। ଆପଣ ଯେତେ ଯାହା କରନ୍ତୁ ତାକୁ କେମିତି ବଦଳେଇ ଦେଇପାରିବେ। ଯେମିତି କଥାରେ ସବୁ କହନ୍ତି, ଆପଣ ଦେଖିଥିବେ ଯେ ପିଲାଟିଏ ହଉଛି କଞ୍ଚା ମାଟି, ତାକୁ ଯେମିତି ଗଢିବ ସେମିତି ଗଢି ହବ। ଭୁଲ ଧାରଣା। ଆପଣ ଯେତେ ଯାହା କରନ୍ତୁ, ପିଲାର ଯୋଉ ସ୍ୱାଭାବିକ ବା ସ୍ୱତଃ ସ୍ୱଭାବ ରହିଛି ସେ କଣ ହବ, ଶେଷକୁ ସେ ହିଁ ପରିପ୍ରକାଶ କରେ। ଆପଣଙ୍କ କାମ ହେଲା କଣ, ତା ପାଖରେ ଅନେକ ଗୁଡାଏ ପରିବେଶ ପରିସ୍ଥିତିର ସୂଚନା ତା ପାଖରେ ରଖିବେ ଏବଂ ଏକ ସୁନ୍ଦର ପରିବେଶଟିଏ ତିଆରି କରିବେ, ଯଦ୍ୱାରା ସେ ସୁନ୍ଦର ପରିବେଶ ଭିତରେ ରହିଲେ ସେ ବାଛିବାର ଯୋଉ ସ୍ୱାଧୀନତା ତା ପାଖରେ ରହିଛି, ସେ ତାକୁ ବ୍ୟବହାର କରି ଉତ୍ତମଟିକୁ ସେଇ ପ୍ରକାରର ଆପଣ ସମ୍ଭାବନା ତା ପାଖରେ ସୃଷ୍ଟି କରିବେ, ତାହେଲେ କିଛି ହେଇପାରେ। ତେଣୁ ଏଇ ଯୋଉ ବିପ୍ଳବ ନିୟମ ନୀତି ତା ଦ୍ୱାରା କେବେ ବି ଭ୍ରାତୃତ୍ୱ ଭାବ ସମତା ଭାବ ପ୍ରତିଷ୍ଠିତ ହେଇପାରିବ ନାହିଁ। ପୂର୍ଣ୍ଣ ମୁକ୍ତି ବା ଯୋଉଟା ବାସ୍ତବ ମୁକ୍ତି ମିଳିବ ନାହିଁ। ତେଣୁ ଏସବୁ ଜିନିଷ କେବେ ହେଲେ ସମ୍ଭବ ହେବ ନାହିଁ। ଏ କଥା ସେ ନିଜେ ବି ମାନୁଛନ୍ତି ଯେ ଏଗୁଡାକ ହେଇପାରିବନି। ସେଥିପାଇଁ ଗୋଟେ ବଢିଆ ଭାବରେ କହୁଛନ୍ତି ପ୍ରଭୁ ଯେ ୟୁରୋପର ପ୍ରଗତିଶୀଳ ବିଚାର ଚିତ୍କାର କରି କହୁଛି। ସେମାନେ ଭାରି ମାନେ ଆଡାମେଣ୍ଟରେ କହନ୍ତି ଏବଂ କୁହନ୍ତି ଆମେ ହିଁ ହଉଛୁ ପ୍ରଗତିଶୀଳ। ସେମାନେ କହନ୍ତି, ନିଜେ ହିଁ କହୁଛନ୍ତି କଣ, ଯେ ଭ୍ରାତୃତ୍ୱ ସମ୍ଭବ ନୁହଁ, ସମତା ସମ୍ଭବ ନୁହଁ, ଇତ୍ୟାଦି ଇତ୍ୟାଦି ସେ ସବୁ ଜିନିଷ ନିଜେ ହିଁ କହୁଛନ୍ତି। ଏ ଲେଖୁଛନ୍ତି କଣ, ସେଇଥିପାଇଁ ସେ କହୁଛନ୍ତି ଠିକ ଏଇଟା ସମ୍ଭବ ନୁହଁ, ତେଣୁ ଆମେ ଦୁଇଟି ଯାକୁ ଏକାଠି କରି ଯୋଡିବା ଟିକେ କଷ୍ଟକର ହେଇଥିବାରୁ ମୁକ୍ତି ବଦଳରେ ଆମେ ସମତାକୁ ଗ୍ରହଣ କରିବା। ସେଇ ପ୍ରକାରର ସେ ସବୁ ବିକଳ୍ପ ଆଣି ଥୋଇବେ। ତେଣୁ
ଉଦ୍ୟୋଗ କ୍ଷେତ୍ରରେ ସବୁ ଯୋଉ ଏକ୍ଜାମ୍ପଲ ଦେଇଛି ସବୁ ସେମିତି ହିଁ ହେଇ ଚାଲିବ। କିନ୍ତୁ ପ୍ରକୃତ ଆମେ ଜାଣୁଛନ୍ତି, ସେଥିପାଇଁ ଲାଷ୍ଟକୁ କହୁଛନ୍ତି। ମାତ୍ର ମୁଁ ଭାବୁଛି ଏଥର ମଧ୍ୟ ଭଗବାନ କଦାପି ଧୋକାରେ ପଡିଯିବେ ନାହିଁ। ଭଗବାନଙ୍କୁ ଏମାନେ ଭାବୁଥିଲେ ଏମିତି କହିକି ଆମେ ଠକିଦବୁ, ଆମେ ସବୁ କରି ପକେଇବୁ। ମା ଲେଖୁଛନ୍ତି, ମାତ୍ର ତଥାପି ମୁକ୍ତି, ସମତା, ଭ୍ରାତୃତ୍ୱ ଭାବ ଏଗୁଡିକ କେବଳ ଗୋଟିଏ ଗୋଟିଏ ଶବ୍ଦ, ଯାହାକୁ କି ଲୋକେ ଏଠି ପାଟି କରି କହୁଛନ୍ତି ସତ, ମାତ୍ର ଆଦୌ ପ୍ରୟୋଗ ଭିତରକୁ ଆଣୁନାହାନ୍ତି। ଦେଖନ୍ତୁ, ଆମେ ଇଭିନ କରପସନ ହଟାଅ, ଆମେ ସବୁବେଳେ ସମସ୍ତେ ନାରା ଦିଅନ୍ତି। ଏଇ ଏକ୍ଜାମ୍ପଲ ଟା ଦେଲେ ବୁଝି ହବ ବୋଲି ମୁଁ କହୁଛି। ମୁଁ ଆଉ ମାନେ ସେଇ ମୁକ୍ତି, ସମତା, ଭାତୃଭାବର ଏକ୍ଜାମ୍ପଲ ନ ଦେଇ ଏଇ ଏକ୍ଜାମ୍ପଲ କହିବାର କଥା ହଉଛି ଯେ ଆମେ ଏଇଟା ବୁଝିପାରିବା ବୋଲି। ସମସ୍ତେ କହୁଛନ୍ତି କରପସନ ହଟାଅ, ଓକେ, ଠିକ। କିନ୍ତୁ ଦେଖନ୍ତୁ, ଯୋଉ ରାଜନୈତିକ ପାର୍ଟି କରପସନ ବିରୁଦ୍ଧରେ ଠିଆ ହଉଥିବ, ତାରି ବିରୁଦ୍ଧରେ ଲୋକ ଠିଆ ହେବେ। କାହିଁକି ନା ମୋ ସ୍ୱାର୍ଥ ତ ପୂରଣ କରୁନି, ସେ ତାର କରପସନ ହଟାଉଛି ନ ହଟାଉଛି ମୁଁ କେମିତି ଜାଣିବି? ମୋର କଣ ସେଥିରେ ଅଛି? ଆପଣ ଦେଖିବେ, କରପସନ ହଟାଇବା କଥା କୁହାଉଛି, କିନ୍ତୁ ଆମର ଯେତେବେଳେ କାମ ନ ହୁଏ ଆମେ ପାନଟିଏ ଯାଚୁ, ପଇସା ହଉ ବା ଖାଇବା ଜିନିଷ ମିଠାଟିଏ, ଅମକ ମିଠା ପ୍ୟାକେଟ ନେଇ ଥୋଇଦବା, ଛେନାପଟ ଦେଇଦବା, ଫଳମୂଳ ଦେଇଦବା, ଭଲ ଖାଦ୍ୟ ଜିନିଷ ଆଣିଦବା, ବହିଟିଏ ଦବା। ଆପଣ ଏଗୁଟା ସବୁ ଯୋଉ ଦଉଛନ୍ତି ସେଗୁଟା ସବୁ କଣ? ଲାଞ୍ଚ ନୁହେଁ କଣ? କିନ୍ତୁ ଦେଖନ୍ତୁ, ପାରିତୋଷିକ ଅଲଗା ଜିନିଷ ଏବଂ ନିଜର ହୃଦୟତାର ସହିତ ସହୃଦୟ କିଛି ଜିନିଷ ଦେବା ତାହା ଅଲଗା। କିନ୍ତୁ ଯେତେବେଳେ ଆପଣ ଉଦ୍ଦେଶ୍ୟ ରଖିକି ଦଉଛନ୍ତି ଯେ ଜିନିଷ ଦେଲେ ସେ ବ୍ୟକ୍ତି କାମ ମୋର କରିଦବ, ତେବେ ତାହା କରପସନ ନୁହେଁ କି? ଆଉ କଣ ସେଟା? ଆପଣ ଲାଞ୍ଚ ଦେଲେ। ସହୃଦୟତାର ସହିତ ଦେବାଟା ହଉଛି ଅଲଗା କଥା। ତେଣୁ ଆମେ ଯୋଉ ଚିତ୍କାର କରି କହୁ, ନିଜେ ହିଁ ତାହା ପାଳନ କରିନଥାଉ। ତେଣୁ ମା କହୁଛନ୍ତି, ଲୋକେ ଏଗୁଡାକ ପାଟି କରି କହୁଛନ୍ତି ସତ, ମାତ୍ର ଆଦୌ ପ୍ରୟୋଗ ଭିତରକୁ ସେମାନେ ଆଣୁନାହାନ୍ତି। ଏବଂ ମନୁଷ୍ୟମାନେ ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛନ୍ତି, ସେଇ ସ୍ଥିତିରେ ରହିଥିବା ପର୍ଯ୍ୟନ୍ତ ଏକମାତ୍ର ସେଇ ସର୍ବୋଚ୍ଚ ପ୍ରଭୁ ଓ ଦିବ୍ୟ ପରମ ସତ୍ତାଙ୍କ ଦ୍ୱାରା ପରିଚାଳିତ ନ ହୋଇ ଅହଂ ଏବଂ ଅହଙ୍ଗତ ଯାବତୀୟ ବାସନା ଦ୍ୱାରା ପରିଚାଳିତ ହେଉଥିବା ପର୍ଯ୍ୟନ୍ତ ସେଗୁଡ଼ିକୁ କେବେ ହେଲେ ପ୍ରୟୋଗ ମଧ୍ୟକୁ ଅଣାଯାଇ ପାରିବ ନାହିଁ। ଆପଣ ଯେ ପର୍ଯ୍ୟନ୍ତ ଅହଂ ଦ୍ୱାରା ପରିଚାଳିତ ହେବେ, ଆପଣ କେମିତି ଆଶା କରୁଛନ୍ତି ସମତା ଭାବ, ଭ୍ରାତୃତ୍ୱ ଭାବ ପ୍ରତିଷ୍ଠିତ ହବ, ମୁକ୍ତି ଆସିବ? ଯେତେ ଯେତେ ବଡ ବଡ ଅନୁଷ୍ଠାନ ଦେଖନ୍ତୁ, ଆପଣ ଆମ ନିଜ ଅନୁଷ୍ଠାନ ଦେଖନ୍ତୁ, ନିଜ ଘର ଦେଖନ୍ତୁ, ସେସବୁ କହିବି ନିଜକୁ ଦେଖନ୍ତୁ। ଆପଣ ନିଜେ ବି ବା ଆମେ ନିଜେ ଆମର ବ୍ୟବହାରରେ ଆମେ ସମତା ଭାବ ରଖିନଥାଉ। ମୋର ଯାହା ପ୍ରତି ଲାଇକିଂ ଅଛି, ମତେ ଯିଏ ଭଲ ଲାଗନ୍ତି, ମତେ ଯିଏ କାମରେ ହାଲୁକା କରିଦେଇକିରି ଦାୟିତ୍ୱ କିଏ ନେଇଯାଆନ୍ତି, ଆମେ ସବୁ ସେମାନଙ୍କ ପ୍ରତି ଇନକ୍ଲାଇନ ହେଇକି ଥାଉ, ସମତା ଭାବରେ ନଥାଉ। ସେଇଥିପାଇଁ ଆଜି ପର୍ଯ୍ୟନ୍ତ ଯେତେବେଳେ ବି ଉଦାହରଣ ଦିଆଯାଉଛି, ଯୁଧିଷ୍ଠିରଙ୍କ ଉଦାହରଣ ଦିଆଯାଉଛି, ଆଉ କୌଣସି ବ୍ୟକ୍ତି ମିଳିନାହାନ୍ତି ଯାହାଙ୍କ ଉଦାହରଣ ଦେଇହେବ। ଆମେ ନିଜ କ୍ଷେତ୍ରରେ, ନିଜ ଅନୁଷ୍ଠାନ କ୍ଷେତ୍ରରେ, ନିଜର ଘରେ ଦେଖିବେ, ସବୁ ଜାଗାରେ ଆମେ କଣ କରୁଛୁ? ଅହଂ ଏବଂ ଅହଙ୍ଗତ ଯାବତୀୟ ବାସନା ଦ୍ୱାରା ପରିଚାଳିତ ହେଉଛୁ। ତେଣୁ ଏଇଟା ହବା ପର୍ଯ୍ୟନ୍ତ ମୁକ୍ତି, ସମତା, ଭ୍ରାତୃତ୍ୱ ଆଶା କରିବା ବୃଥା। ତେଣୁ ମା କହୁଛନ୍ତି, ଏକମାତ୍ର ସର୍ବୋଚ୍ଚ ପ୍ରଭୁ ଓ ଦିବ୍ୟ ପରମ ସତ୍ତାଙ୍କ ଦ୍ୱାରା ପରିଚାଳିତ ହେଲେ ହିଁ ଏହା ସମ୍ଭବ। ଆଉ ଯେ ପର୍ଯ୍ୟନ୍ତ ଅହଙ୍ଗତ ଯାବତୀୟ ବାସନା ଦ୍ୱାରା ପରିଚାଳିତ ହେଉଥିବା, ଏଗୁଡ଼ିକୁ ପ୍ରୟୋଗ ଭିତରକୁ ଅଣାଯାଇ ପାରିବ ନାହିଁ। ସେଥିପାଇଁ ଆପଣ ଦେଖିବେ, ଆଉ ଗୋଟେ କଥା, ଛୋଟ କଥା ଦେଖନ୍ତୁ, ପ୍ରତ୍ୟେକ ବ୍ୟକ୍ତି ଯେତେବେଳେ ଘଟଣା ଘଟେ ସେମାନେ କହନ୍ତି, ଆଉ କାହିଁକି, ମୋ ଭିତରେ ବି ପ୍ରଶ୍ନ ଥିଲା, ମୁଁ ଆମକୁ ପଚାରୁଥିଲି ଅନେକ ଥର, ଯେ ଆପଣ ବା ଆମେ ଯେତେବେଳେ ଜଣଙ୍କର ଯାହାକୁ ଭଲ ପାଉଛୁ, ତାର ଭୁଲଟେ ଦେଖିଲେ ତାକୁ ଆମେ ସଚେତନ କରାଇ ଦେଉନା କାହିଁକି? ଆପଣ ଦେଖନ୍ତୁ, ଆପଣ ଯାହାକୁ ଯେତେ ଭଲ ପାଇଥାନ୍ତୁ ବା ସିଏ ଆପଣଙ୍କୁ ଯେତେ ଭଲ ପାଉଥାଉ,
ତାର ଭୁଲଟିକୁ ତାକୁ ଦେଖେଇ ଦେଲେ ସେ ସହ୍ୟ କରିପାରେ ନାହିଁ, ସହ୍ୟ କରିପାରେ ନାହିଁ। ଯେତେ ଏକ୍ସାମ୍ପଲ ଦେଖି ଆସ, ଯେତେ ଏକ୍ସାମ୍ପଲ ଦେଖି ଆସ, ସେଇଥିପାଇଁ ଅନେକ ଜାଗାରେ ବା କାହାରି ଭୁଲ ଦେଖାନ୍ତି ନାହିଁ। ଯୋଉମାନେ ଟିକେ ଜାଣିଥାନ୍ତି, ଟିକେ ଏଇ ସବୁ ଜିନିଷର ଅନୁଭବୀ, ସେମାନେ କହନ୍ତି ନାହିଁ କିଛି। ମୁଁ ଅନେକ ଥର ପଚାରିଛି ମାମୁଁ ଯେ ଆପଣ, ଆମେ ଆପଣଙ୍କ ଉପରେ ନିର୍ଭର କରୁଛୁ, ଆପଣ କାହିଁ କହୁନାହାନ୍ତି? ତଥାପି ମାମୁଁ କହନ୍ତି କାରଣ ହଉଛି, ଦେଖିବେ ପ୍ରତ୍ୟେକ ବ୍ୟକ୍ତି ଯେ ପର୍ଯ୍ୟନ୍ତ ତା ଭିତରେ ଚେତନାର ଊର୍ଦ୍ଧ୍ୱଗତି ସେ ଆରୋହଣ କରିନାହିଁ, ସେ ପର୍ଯ୍ୟନ୍ତ ସିଏ ତାର ଭୁଲ ବା ତାର ଦୁର୍ବଳତାକୁ କିଏ ଯଦି ଦେଖେଇ ଦେଲା, ତେବେ ସେ ଗ୍ରହଣ କରିପାରେ ନାହିଁ, କରିପାରେ ନାହିଁ। ତେଣୁ ସେ ପର୍ଯ୍ୟନ୍ତ ଏଇ ସମତା, ମୁକ୍ତି, ଭ୍ରାତୃତ୍ୱକୁ ପ୍ରୟୋଗକୁ ଅଣାଯାଇ ପାରିବ ନାହିଁ। ଜ୍ଞାନ 327, 328। ଗୋଷ୍ଠୀଗତ ଜୀବନ କ୍ଷେତ୍ରରେ ଭାରତବର୍ଷର 3 ଗୋଟି ଦୁର୍ଗ ରହିଥିଲା। ଗୋଟିଏ ହେଉଛି ଗ୍ରାମର ଗୋଷ୍ଠୀ ଜୀବନ, ତାପରେ ବୃହତ୍ତର ଯୌଥ ପରିବାର, ଏବଂ ତୃତୀୟଟି ହେଉଛି ସନ୍ନ୍ୟାସୀ ମାନଙ୍କର ନାନା ସମ୍ପ୍ରଦାୟ। ସାମାଜିକ ଜୀବନର ଅହଂବାଦୀ ବିଚାର ଗୁଡ଼ିକ ଆସି ପ୍ରବେଶ କରିବା ପରେ ସେହି ଦୁର୍ଗ ଗୁଡ଼ିକ ଭାଙ୍ଗି ଯାଇଛି ଅଥବା ଭାଙ୍ଗି ଯିବାରେ ଲାଗିଛି। ମାତ୍ର ଏହି ସବୁ ଅପୂର୍ଣ୍ଣତା ଯୁକ୍ତ ଗଢ଼ଣ ଭାଙ୍ଗି ଯାଇ ଭାରତବର୍ଷରେ ଯେ ପ୍ରକୃତରେ ଏକ ବୃହତ୍ତର ଏବଂ ଦିବ୍ୟତର ସାମ୍ୟବାଦୀ ସମାଜର ସ୍ଥାପନା ଆଡ଼କୁ ବାଟ ଖୋଲି ଦେଉଛି, ଏହି କ୍ଷେତ୍ରରେ ଏଭଳି ଏକ କଥା କୁହାଯାଇ ପାରିବ ନାହିଁ କି? ଜ୍ଞାନ 328। ଜଣେ ବ୍ୟକ୍ତି ବର୍ତ୍ତମାନ ଯାହା ସବୁକୁ ସେ ନିଜେ ଅଥବା ନିଜର ବୋଲି କହୁଛି, ସେଗୁଡ଼ିକୁ ଦିବ୍ୟ ପରମସତ୍ତାଙ୍କ ପାଖରେ ନେଇ ସମର୍ପଣ କରି ନ ଦେବା ପର୍ଯ୍ୟନ୍ତ ସେ କଦାପି ପୂର୍ଣ୍ଣତା ଲାଭ କରିପାରିବ ନାହିଁ। ଠିକ୍ ଏହିପରି ଭାବରେ ମନୁଷ୍ୟ ସମାଜ ଆପଣାର ସବୁ କିଛିକୁ ପରମେଶ୍ୱରଙ୍କୁ ନେଇ ଦେଇ ନ ଦେବା ପର୍ଯ୍ୟନ୍ତ ଏକ ପୂର୍ଣ୍ଣତା ଯୁକ୍ତ ସମାଜ କଦାପି ସମ୍ଭବ ହେବ ନାହିଁ। ଆମେ ଜ୍ଞାନ 327 ଆଲୋଚନା କରିବା। ଜ୍ଞାନ 327ରେ କହୁଛନ୍ତି, ଆ ପୂର୍ବରୁ ଭାରତ ବର୍ଷରେ 3 ଗୋଟି ବା 3 ପ୍ରକାରର ଦୁର୍ଗ ରହିଥିଲା। କଣ କଣ? 3 ପ୍ରକାର ଦୁର୍ଗ ଭିତରୁ ଗୋଟିଏ ହେଉଛି ଗୋଷ୍ଠୀ ଜୀବନ, ଦ୍ୱିତୀୟଟି ହେଉଛି ବୃହତ୍ତର ଯୌଥ ପରିବାର, ତୃତୀୟଟି ହେଉଛି ସନ୍ନ୍ୟାସୀ ମାନଙ୍କର ନାନା ସମ୍ପ୍ରଦାୟ। ଏ 3ଟା ଯାକ ଯୋଉ ଗଠନ ବା ସଂଗଠନ ହେଇକି ଥିଲା, ଏବଂ ସେତେବେଳେ ଆମେ ଏବେ ବି ଚିନ୍ତା କରୁ, ଏବେ ଅନେକ ସମୟରେ ବ୍ୟକ୍ତି କୁହନ୍ତି ଯେ କେତେ ଭଲ ଥିଲା। ଯେତେବେଳେ ଗୋଟେ ଗାଁର ଗୋଷ୍ଠୀ ଜୀବନ ଥିଲା, କାହାର କଣ ହେଲେ ସାଙ୍ଗେ ସାଙ୍ଗେ ଅନ୍ୟମାନେ ସହଯୋଗ କରିବା, ଏ କରିବା, ସେ କରିବା, ତା ପାଖରେ ଠିଆ ହେବା, ତାର କଣ ଆବଶ୍ୟକତାକୁ ଯୋଗାଡ଼ କରିଦେବା। ଏବଂ ମାନେ ଆପଣ ଆର ଗାଁ ଏ ଗାଁ ମାନେ ବି ସେଇଟା ହଉଛି ତାର ଆଉ ଗୋଟିଏ ଜିନିଷ। ବେଳେ ବେଳେ ଆମେ 2ଟା ଗାଁ ଭିତରେ ମାଡ଼ଗୋଳ ବି ଲାଗିଯାଆନ୍ତି। ଆମ ଗାଁର ମାନେ ଲୋକଙ୍କ ପ୍ରତି କାହିଁକି ସିଏ କିଛି କହିବେ, ମାନେ ଏମିତି ଏକ ଗୋଷ୍ଠୀଗତ ଜୀବନ ଥିଲା। କିନ୍ତୁ ତାର ଡିମେରିଟ ବି ଏଇଟା ଥିଲା, କୋଉଟା? ଯେମିତି ଆମ ଗାଁ ସେ ଗାଁ ଭିତରେ ମାଡ଼ ଲାଗିଗଲେ। ଏଇ ତ ତାମିଲ ଫିଲ୍ମ ସବୁ ଦେଖିବେ, ସେଥିରେ ପୁରା ଏ ଗାଁର ଗୋଟେ ପାଦ ଯଦି ସେପଟୁ ପକେଇଦେଲା, ସେ ତା ପାଦ ହାଣିଦେବେ। ସେ ଭୁଲରେ ଯଦି ସେପଟୁ କିଏ ଲୋକ ଏପଟୁ ପଳେଇ ଆସିଲା, ତାକୁ ଗୋଡେଇ ଗୋଡେଇ ହାଣିବେ। ମାନେ ଇଏ ଏକ ପ୍ରକାରର ବ୍ୟବସ୍ଥା, ଯୋଉଟା କି ତାର ଡିମେରିଟ ବି ରହିଛି, କିନ୍ତୁ ମେରିଟ ବହୁତ ଥିଲା। ସେଇ ଗାଁରେ ଯାହାର ଯାହା ଆବଶ୍ୟକ ହଉଥିଲା, ସମସ୍ତେ ଠିଆ ହେଇଯାଉଥିଲେ ତା ପାଇଁ। ଗୋଟେ ଥିଲା, କିନ୍ତୁ ତଥାପି ତାହା ସୀମିତ ହେଇଯାଇଥିଲା ସେତିକି ଭିତରେ। ଏବଂ ଯୌଥ ପରିବାର ଯୋଉ ଥିଲା, ସିଏ ବି ଗୋଟେ ସୁନ୍ଦର ଏକାଠି ରହିବାର ଏକ ପ୍ରେରଣା ଥିଲା, ଯୋଉଥିରେ କି କିଏ କେତେ ରୋଜଗାର କରିଛି କିଛି ନାହିଁ। କିଏ ଅଧିକା ରୋଜଗାର କରୁଛି, କିଏ କମ ରୋଜଗାର କରୁଛି, କିନ୍ତୁ ଖାଦ୍ୟ ଖାଇଲା ବେଳେ ସମସ୍ତେ ସମାନ ଖାଇବେ। ଏବଂ ଯେତେବେଳେ ପୋଷାକ ପତ୍ର ଯାହାର ଆସିବ, ଯାହାର ଯାହା ଆବଶ୍ୟକ, ଯେତିକି ଆବଶ୍ୟକ ସମସ୍ତଙ୍କ ପାଇଁ ସମାନ ଆସିବ। ଏମିତି ନୁହେଁ ଯେ ସିଏ ଅଧିକ ରୋଜଗାର କରୁଛି ବୋଲି ତା ପିଲା ପିନ୍ଧିବେ 2,000 ଟଙ୍କାର ପୋଷାକ, ଏବଂ ଇଏ ରୋଜଗାର କରୁନି ବୋଲି ଆ ପିଲା ପିନ୍ଧିବେ 500 ଟଙ୍କାର ପୋଷାକ। ସେମିତି ନଥିଲା, ଏକ ବୃହତ୍ତର ଯୌଥ ପରିବାର ଥିଲା। ପୁରା ବିରାଟ, ମାନେ କଣ, ମାନେ ଜେଜେ ମାନଙ୍କରେ ବି ଅଣ ଜେଜେ ସିଏ ବି ସବୁ ଏକାଠି ଥିବେ।
सब पूरा गोटे जगार पूरा रही तेणु एक बृहत्तर यौथ परिवार थिला जोटिकी किंतु तथापि भी ताहा सेतिकी भितर सीमित रहुथिला ए परिवार से परिवार एवं तापरे सन्यासी मानकर मध्य नाना संप्रदाय थिला सेमान जोठी गोष्ठीगत भाव रहुथिले किंतु एबे कौन है एबे देखो सबू भांगी जाइए सब भांगी जाइए ଯୌଥ ପରିବାର ନାହିଁ ଏବେ ତ ମାନେ ବ୍ୟକ୍ତିଗତ ପରିବାର ବି ଭାଙ୍ଗି ଗଲାଣି ଯୌଥ ପରିବାର ନାହିଁ ଗ୍ରାମ୍ୟର ସେ ଯୋଉ ଗୋଷ୍ଠୀ ଜୀବନ ଆଉ ନାହିଁ ଏ ସବୁ ନାହିଁ କିନ୍ତୁ ଆପଣ ଦେଖିବେ ଯେତେବେଳେ ଏଟା ଭାଙ୍ଗି ଯାଇଛି ତାପରେ ଦେଖନ୍ତୁ ଆଉ ଏକ ନୂତନ ପ୍ରକାରର ସଂଗଠନ ଆସି ତିଆରି ହେଇଛି ଭିନ୍ନ ଭିନ୍ନ ଜାଗାରେ ଯିଏ ଯୋଉଠି ଥିଲେ ବି ସମସ୍ତେ ପରସ୍ପର ଯୋଡି ହେଇଯାଇଛନ୍ତି ସମସ୍ତେ ଭାବୁଛନ୍ତି ନାଇଁ ନାଇଁ ଆମେ ସମସ୍ତେ ନିଜର ଏଇ ପ୍ରକାରର ଏକ ଦିଗ ଆଡକୁ ଯାଉଛି ଯୋଉଟା କି ପ୍ରଭୁ ସେତେବେଳଠୁ ଲେଖିଛନ୍ତି ଯେ ଏସବୁ ଭାଙ୍ଗି ଯାଇକି ଭାରତ ବର୍ଷରେ ଏକ ବୃହତ୍ତର ଏବଂ ଦିବ୍ୟତର ସାମ୍ୟବାଦୀ ସମାଜର ସ୍ଥାପନା ଆଡକୁ ସିଏ ଗତି କରୁଛି ଯେତେବେଳେ ଦିବ୍ୟତର କୌଣସି ଏକ ଘଟଣା ଘଟେ ସେତେବେଳେ ବ୍ୟକ୍ତିଗତ ସ୍ତରରେ ସବୁ କିଛି ଭାଙ୍ଗିକି ଚୁରମାର ହେଇଯିବାକୁ ଆବଶ୍ୟକ ପଡେ ଯଦି ବ୍ୟକ୍ତିଗତ ସ୍ତରରେ ଭାଙ୍ଗି ନ ଯାଇଥାଏ ଯଦି ଆମେ ସେ ଛୋଟ ଛୋଟ ଦଳରେ ରହିଥିବୁ ତେବେ ମୋ ଗାଁ ମୋ ଦେଶ ମୋ ପରିବାର ତାରି ଭିତରେ ରହିଯାଇଥିବୁ ତାହେଲେ ଏକ ବୃହତ୍ତର ସାମ୍ୟବାଦୀ ବା ଯଦି କହୁଛନ୍ତି ଯଥାର୍ଥରେ ଯୋଉଟା ସାମ୍ୟବାଦୀ ଯୋଉଟା ବୃହତ୍ତର ଏବଂ ଦିବ୍ୟତର ସେଇଟା ପ୍ରତିଷ୍ଠିତ ହେଇପାରିବ ଯେମିତି ଛୋଟ କଥାରେ କହନ୍ତି ଛୋଟ ଅହଂ ଆଉ ଟିକେ ସଂଗଠିତ ବଡ ବଡ ଅହଂ ତା ଦ୍ୱାରା କେବେ ବି ବିଶ୍ୱ ଭାତୃତ୍ୱ ପ୍ରତିଷ୍ଠିତ ହେଇପାରେ ନାହିଁ ଏ ସବୁ ଗୁଡାକ ଭାଙ୍ଗି ଯିବା ଦରକାର ପଡେ ଆଉ ବର୍ତ୍ତମାନ ଯେହେତୁ ସେ ଯୌଥ ପରିବାର ଭାଙ୍ଗି ଯାଇଛି ଏବଂ ସେଇ ଗ୍ରାମ୍ୟର ଗୋଷ୍ଠୀ ଜୀବନ ବି ଭାଙ୍ଗି ଯାଇଛି ଆଉ ଯୋଉ କିଛି କିଛି ସମ୍ପ୍ରଦାୟ ଥିଲା ସେ ସମ୍ପ୍ରଦାୟ ବି ଭାଙ୍ଗିଗଲାଣି ଏବେ ଦେଖନ୍ତୁ ଏବେ ରିସେଣ୍ଟଲି ଏଇ ଶତାବ୍ଦୀରେ ଆପଣ ଦେଖନ୍ତୁ ଯୋଉ ଭାଙ୍ଗି ହେଇକି ରହିଥିଲା ବୋଲି ସନାତନ ଧର୍ମର ଭିନ୍ନ ଭିନ୍ନ ସମ୍ପ୍ରଦାୟରେ ଭିନ୍ନ ଭିନ୍ନ ମତରେ ଯଦି ଭାଙ୍ଗି ହେଇକି ରହିଥିଲେ କଥା କହ ଯେତେ ମତ ଯେତେ ମୁନି ସେତେ ମତ ସେତେ ପଥ ସେତେ ପନ୍ଥ ତେଣୁ କଣ ହଉଛି ବହୁତ ଭାଗରେ ଭାଙ୍ଗି ହେଇଥିଲେ କିନ୍ତୁ ବର୍ତ୍ତମାନ ଦେଖନ୍ତୁ ସେମାନେ ଏକାଠି ହେବାକୁ ଆରମ୍ଭ କଲେଣି ଏକ ବିଶ୍ୱ ଭ୍ରାତୃତ୍ୱ ଦିଗରେ ଭାରତ ବର୍ଷ ଆଧ୍ୟାତ୍ମିକତା କ୍ଷେତ୍ରରେ ଯୋଉ ନେତୃତ୍ୱ ନବ ସେଥିପାଇଁ ସମସ୍ତେ ଏକାଠି ହେଲେଣି କେହି ଏବେ ବି ଅଛନ୍ତି ମୁଣ୍ଡ ଟୁଙ୍ଗାରୁଛନ୍ତି ଯେମିତି ଆମର ପୁରୀର ଶଙ୍କରାଚାର୍ଯ୍ୟ ମୁଣ୍ଡ ଟୁଙ୍ଗାରିକିରି କେଁ ବାହାର କରୁଥିଲେ ଏମିତି କେଁ ବାହାର କରିବେ କିଛି କିଛି ବାହାରିବେ ଆଉ ଜଣେ ଯେମିତି ସେ ସେମିତି ଯୁକ୍ତି ତର୍କ କରିକି ବାହାର କରୁଥିଲେ ଆପଣ ଦେଖିବେ ସେମାନଙ୍କ କ୍ଷେତ୍ରରେ ବି ଆମେ ଦେଖୁଛୁ ମୁଁ ଏଇଟା ପବ୍ଲିକ ପ୍ଲାଟଫର୍ମରେ କହୁଛି କିନ୍ତୁ ଆପଣ ସମସ୍ତେ ପବ୍ଲିକଲି ବି ଜାଣିଛନ୍ତି ସେଥିରେ ପୁରା ଜଳ ଜଳ ଦେଖାଯାଇଥିଲା କଣ ହେଇଥିଲା ନା ତାଙ୍କୁ ଏକ ଉଚ୍ଚ ପଦବୀ ଦିଆଯାଇ ନଥିଲା ତେଣୁ ସିଏ ଗୋଟେ ପ୍ରକାରର ତା ଭିତରୁ କେଁ ବାହାର କରିଥିଲେ କିନ୍ତୁ ବର୍ତ୍ତମାନ କଣ ହଉଛି ଯେତେ ଛୋଟ ସମ୍ପ୍ରଦାୟ ଛୋଟ ଛୋଟ ସବୁ ଥିଲେ ବର୍ତ୍ତମାନ ସେମାନେ ଭାରତ ବର୍ଷର ଜାତୀୟତା ବୋଧର ଏବଂ ବିଶ୍ୱ କ୍ଷେତ୍ରରେ ଯୋଉ ବିରାଟ ପରିବର୍ତ୍ତନ ହେବ ଭାରତ ଯାହାର ଦାୟିତ୍ୱ ନେବ ସେଥିପାଇଁ ବର୍ତ୍ତମାନ ସମସ୍ତେ ଏକାଠି ହେଲେଣି ତେଣୁ ଇଏ କଣ ହଉଛି ଧୀରେ ଧୀରେ ଯେତେ ଗୁଡାଏ ସବୁ ଜିନିଷ ଆପଣ ଦେଖୁଛନ୍ତି ଭାଙ୍ଗି ଯାଉଛି ସେଥିପାଇଁ ଲୋକମାନଙ୍କର ଏଇ ଯୋଉ ଏମାନଙ୍କ ଉପରେ ବି ବିଶ୍ୱାସ କମିଗଲାଣି ତଥାକଥିତ ଯୋଉମାନେ ରହୁଥିଲେ ଯୋଉମାନେ କି ତାଙ୍କୁ ଲିଡ୍ କରୁଥିଲେ ସେମାନଙ୍କ ଉପରେ ଭାଙ୍ଗି ଯାଇକିରି ଏକ ବୃହତ୍ତର ଦିବ୍ୟତର ଉପରେ ସେମାନଙ୍କର ଆସ୍ଥା ବିଶ୍ୱାସ ନିର୍ଭରତା ଆସିବାକୁ ଆରମ୍ଭ କଲାଣି ଏବଂ ସେଇ ଦିଗରେ ଏଇଟା ଗତି କରୁଛି ତାପରେ ଜ୍ଞାନ 328 ରେ ଯୋଉ କଥାଟି କହୁଛନ୍ତି ମୁଁ କହିଲେ କଣ କହିଲେ ଜଣେ ବ୍ୟକ୍ତି ସେ ପର୍ଯ୍ୟନ୍ତ ପରିପୂର୍ଣ୍ଣ ହେଇପାରିବ ନାହିଁ ଯେତେବେଳେ ପର୍ଯ୍ୟନ୍ତ ସେ ଦିବ୍ୟ ପରମ ସତ୍ତାଙ୍କ ପାଖରେ ନିଜକୁ ସମର୍ପଣ କରିଦେଇ ନାହିଁ କାହିଁକି ଏ କଥା କୁହାଉଛି ଦିବ୍ୟ ପରମ ସତ୍ତା ଯୋଉ ଆମେ କହୁଛନ୍ତି ଦିବ୍ୟ ପରମ ସତ୍ତାଙ୍କ ପାଖରେ ସମର୍ପଣ ହବା ଅର୍ଥ ହଉଛି ନିଜର ବିଶାଳତା ନିଜର ବିସ୍ତୃତତା ବ୍ୟାପକତାକୁ ସ୍ୱୀକାର କରିବା ଯଦି ଯିଏ ଭାଇସ୍ ବର୍ଷା ଇଜ ଟ୍ରୁ ଯିଏ ନିଜର ବିଶାଳତା ବ୍ୟାପକତାକୁ ଧୀରେ ଧୀରେ ଚିହ୍ନି ପାରିବ ସ୍ୱୀକାର କରିନବ ସିଏ ସ୍ୱାଭାବିକ ଭାବରେ ପରମ ସତ୍ତାଙ୍କ ପାଖରେ ନିଜକୁ ସମର୍ପିତ କରିବ
ଏବଂ ଯିଏ ସମର୍ପିତ ହବ ତା ଭିତରେ ଆର ଭାବଟି ବି ଆସିବ। ଯେ ପର୍ଯ୍ୟନ୍ତ ସେ ପ୍ରତିଷ୍ଠିତ ହେଇନାହିଁ ବା ସେଥିରେ ସେ ବସବାସ କରୁନାହିଁ, ତାହେଲେ ତା ଭିତରେ ନିଜର ବ୍ୟକ୍ତିଗତ ବିରାଟ ଅହଂଟା ଥାଏ, ବିରାଟ ଅହଂଟା ଥାଏ। ମା କହୁଛନ୍ତି ମନୁଷ୍ୟ ସମାଜ ଆପଣାର ସବୁ କିଛିକୁ ପରମେଶ୍ୱରଙ୍କୁ ନେଇ ସବୁ କିଛିକୁ ପରମେଶ୍ୱରଙ୍କୁ ନେଇ ଦେଇ ନ ଦେବା ପର୍ଯ୍ୟନ୍ତ ଏକ ପୂର୍ଣ୍ଣତା ଯୁକ୍ତ ସମାଜ କଦାପି ସମ୍ଭବ ହୋଇପାରିବ ନାହିଁ। ମା ବର୍ଣ୍ଣନା କରୁଛନ୍ତି, ସକଳ ବସ୍ତୁରେ ସର୍ବତ୍ର କେବଳ ସେହି ସର୍ବୋଚ୍ଚ ପରମ ସତ୍ତାଙ୍କର ଶାସନ ସ୍ୱୀକୃତ ନ ହେବା ପର୍ଯ୍ୟନ୍ତ ଆଦୌ କୌଣସି ପରିପୂର୍ଣ୍ଣତା ଉପଲବ୍ଧି ହୋଇପାରିବ ନାହିଁ। ଆରେ ଯିଏ ସେ ପରିପୂର୍ଣ୍ଣତାର ଅଧିକାରୀ, ତାକୁ ଯଦି ପ୍ରତିଷ୍ଠିତ ନ କରିବ କୋଉଠୁ ପାଇବ? ଯେତେବେଳେ ସବୁ ମଣିଷ ସର୍ବୋଚ୍ଚ ପରମ ସତ୍ତାଙ୍କର ଯଥାର୍ଥ ମୁକ୍ତିକୁ ଜାଣିବେ, କେବଳ ସେତିକି ବେଳେ ଯାଇ ମୁକ୍ତିର ଅଭିବ୍ୟକ୍ତି ଘଟିପାରିବ। ଯଥାର୍ଥ ମୁକ୍ତି ଆମେ ଚାହୁଁନୁ, ଆମେ ଚାହୁଁଛୁ, ଆମେ ମୁକ୍ତି କଥା କହିଲେ କଣ? ଆମ କାମନା ବାସନାରେ ଯିଏ ବାଧା ଦଉଛି, ଆମେ କହୁଛୁ ସିଏ ଆମକୁ ବନ୍ଧନରେ ବାନ୍ଧି ରଖୁଛି, ଆମେ ତାରି ପାଖରୁ ମୁକ୍ତି ଚାହୁଁଛୁ। ତାମାନେ ମୋର ଯୋଉ ନିମ୍ନ ପ୍ରାଣର ନିମ୍ନ ମନର ଗତିବୃତ୍ତିକୁ ଚରିତାର୍ଥ କରିବା ପାଇଁ ମୁଁ ଯାହା ଇଚ୍ଛା ତାହା କରିବି, ତାକୁ ଆମେ ସ୍ୱାଧୀନତା, ତାକୁ ଆମେ ମୁକ୍ତି ବୋଲି କହୁ। ପ୍ରକୃତରେ ଆମେ ମୁକ୍ତି ହଉ ନା ତା ଦ୍ୱାରା ବାନ୍ଧି ହେଇଯାଉ? ଯୋଉ ଲାଳସା ଦ୍ୱାରା ବ୍ୟକ୍ତି ବାନ୍ଧି ହେଇଯାଏ, ଦେଖିନାହାନ୍ତି? ଧୀରେ ଧୀରେ ଲୋଭ ଗ୍ରାସ କରେ, ସେ ଧୀରେ ଧୀରେ ପାପ ଆଡକୁ ଚାଲିଯାଏ, ଲୋକେ କହନ୍ତି। ତେଣୁ ସେଇ ଭାବଠାରୁ ନିଜକୁ ଉର୍ଦ୍ଧ୍ୱକୁ ଆଣିବାକୁ ପଡିବ ନିଜକୁ। ତେଣୁ ସବୁ ମଣିଷ ସର୍ବୋଚ୍ଚ ପରମ ସତ୍ତାଙ୍କର ଯଥାର୍ଥ ମୁକ୍ତିକୁ ଜାଣିବେ, କେବଳ ସେତିକି ବେଳେ ଯାଇ ମୁକ୍ତିର ଅଭିବ୍ୟକ୍ତି ଘଟିପାରିବ। ଯେତେବେଳେ ସବୁ ମଣିଷ ଦିବ୍ୟ ପରମ ସତ୍ତାଙ୍କ ବିଷୟରେ ସଚେତନ ହେବେ, କେବଳ ସେତିକି ବେଳେ ଯାଇ ଯଥାର୍ଥ ସମଭାବନାର ଅଭିବ୍ୟକ୍ତି ଘଟିବ। ସମଭାବନା କେତେବେଳେ ଆସିବ? ଯେତେବେଳେ ଯୋଉଥିରେ ଆମେ ସମସ୍ତେ ସମାନ ତାକୁ ଆମେ ଗ୍ରହଣ କରିନାହାନ୍ତି, କେମିତି ସମଭାବ ଆସିବ? ଏବେ ବି ପୁରା ଗ୍ରସ୍ ମ୍ୟାଟେରିଆଲରେ କହୁଛି, ଆଉ ବହୁତ ସବୁ କଥା ଛାଡ଼ିଦିଅ। ଏବେ ବି ଆମେ କହୁଛୁ ଏ ମୋ ବାପା, ମୋ ମା, ମୋ ପରିବାର, ମୋ ଅନୁଷ୍ଠାନ। ଆହୁରି ଯଦି ଟିକେ ଆଉ ଟିକେ ଅଧିକ ଗଭୀର କହିବି, ଏବେ ଆମେ ଭାବୁଛୁ ମୁଁ ପୁଅ ପିଲା, ସିଏ ଝିଅ ପିଲା। ଆମେ ଶରୀର ଚେତନାରେ ଏଇ ଯୋଉ ଫରକଟି ଯଦି ଆମେ ଦେଖୁଛୁ, କଙ୍କାଳରେ ସମସ୍ତେ ସମାନ, କଙ୍କାଳ ସମସ୍ତଙ୍କର ସମାନ, ଅଙ୍ଗ ଯେତକ ସମସ୍ତଙ୍କର ସମାନ, ବ୍ରେନ, ହାର୍ଟ, ଲଙ୍ଗସ, କିଡନୀ ସମସ୍ତଙ୍କର ସମାନ। କେବଳ ମାଂସ ବା ପେଶୀ ଟିସୁର ସଂରଚନା ଫଳରେ କେବଳ ପେଶୀର ଭିନ୍ନ ଭିନ୍ନ ଆକୃତି ଫଳରେ କିଏ କଳା, କିଏ ଗୋରା, କିଏ ମୋଟା, କିଏ ପତଳା, କିଏ ପୁଅ, କିଏ ଝିଅ ସେଇଥିରେ ହେଇଛି। ତଥାପି ବି ଆମେ ଜାଣୁଛୁ ଆମେ କଙ୍କାଳରେ ଏକା, ମାନେ ମୁଁ ପୁରା ଗ୍ରସରେ କହୁଛି। ତଥାପି ମୁଁ କହୁଛି କଣ ନା ଆମେ ପୁଅ ପିଲା, ତମେ ଝିଅ ପିଲା। ଆମେ ଫରକରେ ଏପର୍ଯ୍ୟନ୍ତ ବି ବସବାସ କରୁଛୁ। ତେଣୁ ସମଭାବନା କୋଉଠି ଅଭିବ୍ୟକ୍ତି ହବ? ସମଭାବନା ଅଭିବ୍ୟକ୍ତି ହେଇପାରିବ ନାହିଁ ଯେ ପର୍ଯ୍ୟନ୍ତ ଏଇ ଚେତନାରେ ଆପଣ ରହିଥିବେ। ଅହଂ କଥା ବି ଛାଡି ଦିଅ, ଅହଂ ତ ବହୁତ ବଡ କଥା, ଅହଂ ରହିଛି, କିନ୍ତୁ ଏବେ ମାନେ ନିଜକୁ ପାଖକୁ ଯାଆନ୍ତୁ। ଆମେ ଦେଖୁଛୁ, ସବୁ ଜାଗାରେ ଦେଖୁଛୁ କଙ୍କାଳ ଦେଖୁନ, ସ୍କେଲିଟନରେ ଆମେ ସବୁ ଏକା, କିନ୍ତୁ ଆମେ କହୁଛୁ ଆମେ ଶ୍ରେଷ୍ଠ, ଆମେ ଅମକ, ଆମେ ସମକ। ସେମାନେ ଯେ ସମସ୍ତେ ସେଇ ଗୋଟିଏ ସର୍ବୋଚ୍ଚ ପରମ ସତ୍ତାଙ୍କ ଠାରୁ ଉଦ୍ଭୂତ ହୋଇ ଆସିଛନ୍ତି ଓ ତାଙ୍କରି ପରମ ଏକତ୍ୱ ମଧ୍ୟରେ ଗୋଟିଏ ହୋଇ ରହିଛନ୍ତି, ମନୁଷ୍ୟମାନେ ସେଇ କଥାଟିକୁ ଅନୁଭବ କରିପାରିଲେ ଯାଇ ଭ୍ରାତୃତ୍ୱର ଯଥାର୍ଥ ଅଭିବ୍ୟକ୍ତି ସମ୍ଭବ ହେବ। ଏଇ ଅନୁଭବ, ଏଇଥିରେ ଜଣେ ବଞ୍ଚିବା ପଡିବ ଯେ ଆମେ ଗୋଟିଏ ଜାଗାରୁ ସୃଷ୍ଟି ହେଇଛୁ, ତେଣୁ ଆମେ ସମସ୍ତେ ସମାନ। କି ସେଇ ଗୋଟିଏ ଜାଗାରୁ ସୃଷ୍ଟି ହେଇଛୁ ବୋଲି ନିଜେ ସେଥିରେ ବଞ୍ଚିଲେ, ତାହେଲେ ଯାଇକି ମତେ ଚାରିଆଡେ ସମତ୍ୱ ଭାବ ଦେଖାଦବ ଏବଂ ସମସ୍ତଙ୍କ ସହିତ ମୁଁ ଭ୍ରାତୃତ୍ୱ ଭାବରେ, ବିଶ୍ୱ ଭ୍ରାତୃତ୍ୱ ଭାବରେ ବଞ୍ଚିପାରିବି।
ତେଣୁ ସେଇଥିପାଇଁ କହୁଛନ୍ତି ପରମ ସତ୍ତାଙ୍କ ଠାରୁ ଆମେ ସମସ୍ତେ ଉଦ୍ଭୂତ ଏବଂ ତାଙ୍କରି ପରମ ଏକତ୍ୱ ମଧ୍ୟରେ ଆମେ ଗୋଟିଏ ଏକ ହେଇ ରହିଛନ୍ତି ବୋଲି ଏହି ଅନୁଭବ କରିପାରିଲେ ଯାଇ ଭାତୃତ୍ୱର ଯଥାର୍ଥ ଅଭିବ୍ୟକ୍ତି ସମ୍ଭବ ହେବ। ଥ୍ୟାଙ୍କ ୟୁ ଅଲ୍ ରବର।